ପିଲାଦିନେ ଆମେ ଯେତେବେଳେ ସ୍କୁଲରେ ପାଠ ପଢ଼ୁଥିଲୁ ଗୋଟେ କବିତା ଆମେ ପଢ଼ୁଥିଲୁ ସାହିତ୍ୟ ବହିରେ, କାଳିଜାଇରେ ସନ୍ଧ୍ୟା। ସେତେବେଳେ ପିଲା ଥିଲୁ ତ କବିତାଟା ପଢ଼ା ଯାଉଥିଲା, କିନ୍ତୁ ଯେତେବେଳେ ଆମେ ବଡ଼ ହେଇଗଲୁ ସେ କବିତାର ଅର୍ଥକୁ ଆମେ ମର୍ମେ ମର୍ମେ ଅନୁଭବ କଲୁ। ବିଶ୍ୱାସ କରନ୍ତୁ, ମୋତେ କିନ୍ତୁ ଭାରି କଷ୍ଟ ହୁଏ ଯେତେବେଳେ ଚିଲିକାର ସେ ଗଣ୍ଡରେ ଡଙ୍ଗା ବୁଡ଼ି ଯାଇଥିବ ଆଉ ଝଡ଼ ତୋଫାନ ଥମିଗଲା ପରେ ସମସ୍ତେ ଉଦ୍ଧାର ପାଇଥିବା ବେଳେ ଯାଇ କିନ୍ତୁ ହଜି ଯାଇଥିବ ସେ ଅକାତକାତ ଜଳରେ। ଆଉ ଯାଇ ବାପାଙ୍କର ଯେଉଁ ଯାଇ ବୋଲି ଯେଉଁ ବୁକୁ ଫଟା ଚିତ୍କାର, ସେଟାକୁ ମୁଁ ଆଦୌ କିନ୍ତୁ ସହିପାରେନି। ଆଖିରେ ଲୁହ ଜକେଇ ଆସେ। କେବେ ମୁଁ ସେଥିପାଇଁ କାଳିଜାଇରେ ସନ୍ଧ୍ୟା କବିତାଟିକୁ ମନେ ପକାଏନି କି ପଢ଼େନି। ସେ ବାପା ନା ଛୋଟ ଥିଲାବେଳେ ଥିଲୁ, ଯେତେବେଳେ ମୁଁ ବାହା ହେଇସାରିଲା ପରେ ଅନୁଭବ କରିଥାଏ ବାପାର ହୃଦୟ କ'ଣ, ବାପାଙ୍କର ହାତ, ବାପାଙ୍କର ସ୍ନେହ ଶ୍ରଦ୍ଧା କେତେ ଜରୁରୀ ଏ ଜୀବନ ପାଇଁ। ଏ ଜୀବନ ବଞ୍ଚିବାର, ଏ ଜୀବନର ଲମ୍ବା ରାସ୍ତାର ଆମେ ଯେଉଁ ପଥିକ ହେଇଛୁ, ସେ ପଥର ପଥଦ୍ରଷ୍ଟା ହେଉଛନ୍ତି କେବଳ ବାପା, ବା ପଥ ପ୍ରଦର୍ଶକ ହେଉଛନ୍ତି ଆମ ଜୀବନ ରାସ୍ତାକୁ ସୁରୁଖୁରୁରେ ଅତିକ୍ରମ କରିବା ପାଇଁ। ଯଦି କେହି ଜଣେ ପଥ ପ୍ରଦର୍ଶକ ଥାନ୍ତି, ସେ ହେଉଛନ୍ତି ବାପା।